ଲୋକସଭାର ବିରୋଧୀ ଦଳ ନେତା ତଥା ରାହୁଲ ଗାନ୍ଧୀଙ୍କ 56ତମ ଜନ୍ମଦିନ ଅବସରରେ ଆସିକା କଂଗ୍ରେସ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ବାଲିସିରାସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସେବା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ, ଯୁବନେତା ଓ ସମର୍ଥକମାନେ ଯୋଗଦେଇ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭକ୍ତଚରଣ ଦାସ ଯୋଗଦେଇ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି କହିଥିଲେ। ରକ୍ତର କୌଣସି ବିକଳ୍ପ ନଥିବା ବେଳେ ଆବଶ୍ୟକ ସମୟରେ ଜଣେ ରକ୍ତଦାତା ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଯୁବପିଢ଼ିଙ୍କୁ ରକ୍ତଦାନ ଭଳି ସାମାଜିକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଆସିକାର କଂଗ୍ରେସ ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଯୁବ କଂଗ୍ରେସ କର୍ମୀ ଉତ୍ସାହର ସହ ରକ୍ତଦାନ କରିଥିଲେ। ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ କେବଳ ଉତ୍ସବ ଭାବେ ନ ପାଳନ କରି ସମାଜ ପାଇଁ ଉପକାରୀ କାର୍ଯ୍ୟ ମାଧ୍ୟମରେ ପାଳନ କରିବାର ଉଦ୍ଦେଶ୍ୟ ନେଇ ଏହି ଶିବିର ଆୟୋଜନ କରାଯାଇଥିବା ଆୟୋଜକମାନେ କହିଥିଲେ। ରକ୍ତଦାନ ଶିବିର ପୂର୍ବରୁ ଆସିକା କଲେଜ ଛକରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପତାକା ଓ ବ୍ୟାନର ଧରି ସହର ପରିକ୍ରମା କରିଥିଲେ। ଏହାଫଳରେ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପ୍ରିୟାଂଶୁ ପରିଡ଼ା, ଦୀପକ ଭୂୟାଁ, ଧବଳ ନାହକ, ପବିତ୍ର ପାତ୍ର, କ୍ଷେତ୍ରବାସୀ ଦୋରା, ଶ୍ରୀନୁ ପାତ୍ର, ଅଜିତ ମୁନି, ଅନିଲ ସାହୁ, ଉମା ବରାଡ଼, ଅଶୋକ ପ୍ରଧାନ, ଭବାନୀ ଭୂଷଣ ଦାସ, କରଣ ବେହେରା, ଅର୍ଜୁନ ବେହେରା ଓ କାହ୍ନୁ ନାହକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ସକ୍ରିୟ ସହଯୋଗ କରିଥିଲେ। ଶେଷରେ ନାରୀ କଂଗ୍ରେସ ନେତ୍ରୀ ସୁଦୀପ୍ତା ଦାସ ଉପସ୍ଥିତ ସମଗ୍ର ଅତିଥି, ରକ୍ତଦାତା ଓ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ରକ୍ତଦାନ ଶିବିର ମାଧ୍ୟମରେ ସମାଜସେବାର ଏକ ସକାରାତ୍ମକ ବାର୍ତ୍ତା ପ୍ରସାରିତ ହେବା ସହ ଯୁବପିଢ଼ିଙ୍କ ମଧ୍ୟରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ପାଇଥିବା ମତ ପ୍ରକାଶ ପାଇଛି। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।